ଅନୁମତି ମାଗି ଆସିବାକୁ ପଡ଼େ। ଯଦି ଅନୁମତି ନ ମିଳେ ଏବେ ଯିବି ମୁଁ। ଯଦି ବାସର ଶେଷକୁ ନିମନ୍ତ୍ରଣ କରେ ବିଷ ପିଇ ଆତ୍ମହତ୍ୟା କରିବି। ତାହେଲେ ମୋ ବାସର ଶେଷକୁ ଆସିବା ପାଇଁ ତମେ ଜାଦୁ କାହିଁକି? ବାସର ଶେଷ ସଜେଇବା ପାଇଁ। ମିଛର ବରଂ ମୁଁ କହିବି ନିଜ ପ୍ରେମିକାକୁ ବାସର ଘରେ ମଧୁବାସରେ ଦେଖିବାର ଇଚ୍ଛା ନା ତମକୁ ଏଠିକି ଟାଣି ଆଣିଛି। ତମ ସହିତ ଯୁକ୍ତି କରି ମୁଁ ସମୟ ନଷ୍ଟ କରିବା ପାଇଁ ଚାହୁଁନି। ଭାଇ ଆସିବା ପୂର୍ବରୁ ମତେ ବାସର ଶେଷ ସଜେଇବା ପାଇଁ ଅନୁମତି ଦିଅ। ମୁଁ ତମ ଗୋଡ଼ ତଳେ ପଡୁଛି। ରାଜୁ ବିଧିବଦ୍ଧ ଭାବରେ ତମ ପ୍ରେମିକାରୁ ଭାଉଛ ବାହାଘର ତମକୁ ମୁଣ୍ଡିଆ ମାରି ପରପୁରୁଷର ବାସର ଛେଦକୁ ଯିବାକୁ ମୁଁ ତମକୁ ଅନୁମତି ମାଗୁଛି। ସେମିତି କୁହନି, ପାପ ହବ ପାପ। ସେଦିନ କହିଥିଲି ଆଉ ଆଜି ବି କହୁଛି, ତମେ କେବଳ ମୋ ଭାଉଜ ନୁହଁ, ତମେ ହେଉଛ ମୋ ମା। ତମେ ତମ ମନର ମହାପୁରୁଷ ମୁଣ୍ଡିଆ ମାରିଲେ ବାପ ହବ କାହିଁକି? ଦେଖ, ଏମିତି କରି ମତେ ପାଗଳ କରିଦିଅନି। ମୋ କାମ ମତେ କରିବା ପାଇଁ ଅନୁମତି ଦିଅ। ଏ ଗୋଟିଏ ଜନ୍ମ ଯଥେଷ୍ଟ ହବ ତ? ଋଣ ସୁଝିବା ଯଥେଷ୍ଟ ସମୟ ବାକି ଅଛି। ଏବେ ତ ଆସ। ସରି, ମୋର ବୋଧେ ଏ ସମୟରେ ଆସିବାର ନଥିଲା। ନମସ୍କାର। ମୋ ବାହାଘର ଘଟଣା ଜାଗାରେ ମୋ ବାହାଘର ବିଷୟରେ ଆପଣଙ୍କୁ ଜଣାଇବାକୁ ସମୟ ପାଇନାହିଁ। ଯାହା ହଉ, ନିମନ୍ତ୍ରଣ ନ ପାଇ ମଧ୍ୟ ଆସିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। Thanks. Wish you both a happy married life. ସେଇଟା କଣ? अरे लियो, होली की देखो ना। अरे लियो। Yes. ପୁଣି ମାସକୁ ଦରମା 1.5 ଲକ୍ଷ। ମୁଁ କିନ୍ତୁ ଦୁଃଖିତ ଯେ ଆପଣଙ୍କର ଏ ଦାବି ଉପହାରକୁ ଗ୍ରହଣ କରିବାର ଅବକାଶ ଆମର ନାହିଁ। Misunderstanding. ऊपर मूल्य ता दामରୁ ବୁଝା ପଡେ। ମୋର ବୁଝା ପଡେ ଉପର ଦେଇଥିବା ଲୋକର ଆନ୍ତରିକତା। ମୋ ଜଣେ ବନ୍ଧୁ ମୋତେ ବାହାର କଥା କଲି, ଆପଣ ଏଠି ଦୋକାନରେ ଯୋଉ କଥା କଲି, ମୁଁ ଦେଖା କରିଦିଆ। ଦେଖିବାକୁ ଆସିଛି ମନ୍ଦିରଟେ ମଧୁବେଶରେ କେତେ ସୁନ୍ଦର ଦେଖାଯାଉଛି। ଦେଖିତ ପାରିଲଣି, ଏଥର ଯାଉନ। କୁଆଡ଼େ ଯିବି? କଥା କରା ଅଛି
ସୁନ୍ଦର କୁକୁର ଅବସାଦ ନାହିଁ ଯେତେ ଦେଖୁଥିଲେ ଜୋଳା ଦିଶୁଥାଏ ମୋ ଉପରଟା ସିନା ତମର ପସନ୍ଦ ହେଲାନି ଯଦି ତମ ସ୍ୱାମୀଙ୍କର ବହୁତ ପସନ୍ଦ ଆଉ ତମକୁ ପାଇବାକୁ ଗଲେ ତମ ସ୍ୱାମୀ ହଉଛନ୍ତି ଚକ୍ଲେଟ ମାଧ୍ୟମ ମାନେ ସୁନା ଇଲିଶି ଧରିବା ପାଇଁ ଏଇଟା ହଉଛି ଗୋଟାଏ ମଜବୁତ ଜାଲ ସରି ସାର୍ আর কথা বলি রাতে অনেক বেলা ওই বাচ্চা আচ্ছা আচ্ছা তুমি কেবে যে চাকরি জয়েন করি ସାର୍ ଆପଣ କହିଲେ ଆସନ୍ତା କାଲି নো 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 এইসব ভুল কথা আরে নয়া করি বাহাইছ কষ্টম করা যায়নি তুমি ঘর ছাড়িব কেমতি নাই নাই মু তোমাকে ফোন করি জଣାଇବି ହଁ ହେଲା ଅଛି বাই ଆରେ ସାର୍ ଆମେ ପରେ ଆଲୋଚନା କରିବା ଏ କାମ କରିବା କମି ଯାଉଛି ନା